ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଇଥାଏ। ଏହି ପର୍ବପର୍ବାଣିର ନିଜର କିଛି ମହତ୍ତ୍ୱ ରହିଛି। ତେବେ ଏହା ବର୍ଷର ପ୍ରଥମ ମାସରୁ ହିଁ ଆରମ୍ଭ ହୋଇଯାଇଥାଏ। ଆସନ୍ତା 14 ତାରିଖରେ ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ। ମକର ସଂକ୍ରାନ୍ତି ପ୍ରତିବର୍ଷ ପୌଷ ମାସରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ଏବଂ ଏହି ଦିନଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ପର୍ବଟି ସାରା ଭାରତ ବର୍ଷରେ ଅଲଗା ଅଲଗା ନାମରେ ପାଳନ କରାଯାଇଥାଏ। ଏହି ଦିନଠାରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ, ଯଥା ବିବାହ, ବ୍ରତଘର, ଗୃହ ପ୍ରବେଶ, ଘର ପ୍ରତିଷ୍ଠା ଇତ୍ୟାଦି। ମକର ସଂକ୍ରାନ୍ତି ଦିନ ମୁଖ୍ୟତଃ ଘରେ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ମକର ଚାଉଳ ପ୍ରସ୍ତୁତ କରି ଠାକୁରଙ୍କ ପାଖରେ ଭୋଗ ଲଗାଯାଇଥାଏ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ମକର ଚାଉଳ ଭୋଗ ଲାଗି ହୁଏ। ନୂତନ କରି ଅମଳ ହୋଇଥିବା ଧାନରୁ ଅରୁଆ ଚାଉଳରେ ମକର ଚାଉଳ ପ୍ରସ୍ତୁତ କରାଯାଇଥାଏ। ଏହି ଦିନ ଖେଚୁଡ଼ି ଭୋଗ ମଧ୍ୟ କରାଯାଏ। ପୂର୍ବପୁରୁଷମାନଙ୍କ ପାଇଁ ଘର ବାହାରେ ପ୍ରସାଦ ଭୋଗ ଦିଆଯାଇଥାଏ। ଏହି ଦିନ ବ୍ରାହ୍ମଣ ଭୋଜନ, ଗରିବ ଭିକାରୀମାନଙ୍କୁ ଦାନ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ ଗୁଡ଼ି ଉଡ଼ାଇବା ଏକ ପାରମ୍ପରିକ ପ୍ରଥା ରହିଛି। ପିଲାମାନେ ଏହି ଦିନ ଗୁଡ଼ି ଉଡ଼ାଇ ଆନନ୍ଦ ଉତ୍ସାହରେ କଟାଇଥାନ୍ତି। ତେବେ ବନ୍ଧୁଗଣ, ଏହି ଦିନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ସକାଳ 8:44 ଧନୁ ରାଶିକୁ ଛାଡ଼ି ମକର ରାଶିରେ ଆସି ପ୍ରବେଶ କରିବେ। କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ପୃଥିବୀକୁ ଅବସ୍ଥାନ କରିଥାନ୍ତି। ସେଥିପାଇଁ ସେହି ଦିନ ଗଙ୍ଗାରେ ସ୍ନାନ କରିବା ଶୁଭ ବୋଲି କୁହାଯାଇଥାଏ। ତେଣୁ ବନ୍ଧୁଗଣ, ଏହି ଦିନ ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିଶ୍ଚିତ ପ୍ରଦାନ କରନ୍ତୁ। ଏହି ଦିନ ନିଜର ମନସ୍କାମନା କହି ଗୋଟିଏ ଲୋଟାରେ ଜଳ, ଗଙ୍ଗା ଜଳ, କଞ୍ଚା କ୍ଷୀର, କଳା ରାଶି ଏବଂ ଲାଲ ଚନ୍ଦନ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ନିଶ୍ଚିତ ଭାବେ ସୂର୍ଯ୍ୟ ମନ୍ତ୍ର ପାଠ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ସୂର୍ଯ୍ୟଦେବଙ୍କର କୃପା ମିଳିବ। ମକର ସଂକ୍ରାନ୍ତି ଦିନ ଦାନ କରିବା ବେଶ୍ ଶୁଭ ହୋଇଥାଏ। ଏହି ଦିନ ଆପଳ କମ୍ବଳ, ନାଲି କପଡ଼ା, ନାଲି ରଙ୍ଗର ମିଠା, ଚିନାବାଦାମ, ଚାଉଳ, ମୁଗ ଡାଲି ଆଦି ଦାନ କରିବା ଉଚିତ। ଏହାଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ସର୍ବଦା ଭଲ ରହିବା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ମିଳିବ। ଯଦି ଆପଣ ସୌଭାଗ୍ୟ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଗାଈକୁ ଏହି ଦିନ ସବୁଜ ଘାସ ଦିଅନ୍ତୁ। ଏପରି ମାନ୍ୟତା ରହିଛି ଯେ ଗାଈ ଭିତରେ ଦେବାଦେବୀଙ୍କର ବାସ ରହିଛି। ତେବେ ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଓ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ମକର ସଂକ୍ରାନ୍ତି ଠାରୁ ଏହି 5ଟି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି, ଯାହାଫଳରେ 5ଟି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ସଂକ୍ରାନ୍ତି ପରଠାରୁ ମେଷ ରାଶିଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବିବାହ ଯୋଗ ବନୁଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ ସୁଖ ପ୍ରାପ୍ତ ହେବାକୁ ଯାଉଛି। ପରିବାରରେ କିଛି ନୂଆ ଜିନିଷ କ୍ରୟ କରିବେ। ବିଶ୍ୱସ୍ତ ଜୀବନସାଥୀ ମିଳିପାରନ୍ତି। ଯେଉଁମାନେ ବେରୋଜଗାର ଅଛନ୍ତି, ସେମାନଙ୍କୁ ନୂତନ ଚାକିରି ପାଇବାର ସମ୍ଭାବନା ବନୁଅଛି। ଲମ୍ବା ସମୟ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ପୂରା ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋଯୋଗ ଦେବେ। ଚାକିରିରେ ପଦୋନ୍ନତି ହେବାର ଯୋଗ ବନୁଅଛି। ବ୍ୟବସାୟରେ ଭଲ ଲାଭ ହେବ। ମନରେ ଯୋଜନା କରାଯାଉଥିବା କାର୍ଯ୍ୟ ସମାପ୍ତ ହେବ। ସାଙ୍ଗମାନଙ୍କ ସହିତ ମନୋରଞ୍ଜନର ସହିତ ସମୟ ଅତିବାହିତ ହେବ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ରାଶିମାନଙ୍କର ଭାଗ୍ୟରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ପରିଶ୍ରମ ସଫଳତାର ବାଟ ଦେଖାଇବ। ବ୍ୟବସାୟରେ ଭଲ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ପାଇବେ। ସନ୍ତାନ ଯୋଗ ମଧ୍ୟ ରହିଛି। ବେପାର ବାଣିଜ୍ୟରେ ଭଲ ଲାଭ ପାଇବେ। ସରକାରୀ ଚାକିରି ପାଇବାର ସମ୍ଭାବନା ରହୁଛି। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ମକର ରାଶି। ଏହି ରାଶିମାନଙ୍କର ଭାଗ୍ୟ
ମକର ସଂକ୍ରାନ୍ତି ପରଠାରୁ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି। ଶୁଭ ସମ୍ବାଦ ପାଇବାର ସମ୍ଭାବନା ରହୁଛି। ଯାହା ଇଚ୍ଛା କରିବେ ତାହା ପାଇବେ। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଯିବ। ଅଟକି ରହିଥିବା ପ୍ରତ୍ୟେକଟି କାମ ସମ୍ପୂର୍ଣ୍ଣ ରୂପେ ପୂରା ହେବାକୁ ଯାଉଅଛି। କ୍ୟାରିୟରରେ ନୂଆ ସୁଯୋଗ ପାଇବେ। ନୂତନ କାମ ହାତକୁ ନେଇପାରନ୍ତି। ଧନ ଲାଭର ଯୋଗ ବନୁଅଛି। ସବୁ ଦିଗରୁ ଧନ ଲାଭ କରିବାର ରାସ୍ତା ମିଳିଯିବ। ବିନିଯୋଗରୁ ଭଲ ଲାଭ ପାଇବାର ସମ୍ଭାବନା ରହୁଛି। ପରିବାରର ସହଯୋଗରେ କିଛି ନୂଆ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହୁଛି। ବ୍ୟବସାୟରେ ଲାଭ ହେବ। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଋଣ କରଜରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ମୁକ୍ତି ମିଳିଯିବ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ବିଛା ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ମକର ସଂକ୍ରାନ୍ତି ପରଠାରୁ ଅତ୍ୟନ୍ତ ଅନୁକୂଳ ରହିବ। ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଧର୍ମ ଆଧ୍ୟାତ୍ମିକତାରେ ଆପଣଙ୍କର ରୁଚି ବଢ଼ିବ। ଆପଣଙ୍କର ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ବିଦେଶରେ ଚାକିରି କରିବାର ଯୋଗ ମଧ୍ୟ ବନୁଅଛି। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ବେତନ ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ସବୁ ଦିଗରୁ ସଫଳତା ପ୍ରାପ୍ତ କରିବେ। ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ମକର ସଂକ୍ରାନ୍ତି ପରଠାରୁ ଅତ୍ୟନ୍ତ ଶୁଭମୟ ରହିବ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ମାତ୍ରେ ହିଁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେବ। ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ 14 ଜାନୁଆରୀ ପରେ ପରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଶତ୍ରୁ ଭୟ ଆପଣଙ୍କର ଦୂର ହୋଇଯିବ। ଆପଣଙ୍କୁ ଆକସ୍ମିକ ଧନ ଲାଭର ଯୋଗ ବନୁଅଛି। ବ୍ୟବସାୟରେ ପ୍ରଚୁର ମାତ୍ରାରେ ଲାଭ ପାଇବେ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ସେହି 5ଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ମକର ସଂକ୍ରାନ୍ତି ଠାରୁ ସୁନା ଭଳି ଚମକିବାକୁ ଯାଉଛି। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।